तर ଗୋଟେ କଥା ପଚାରୁଥିଲି, ଆମର ଯୋଉ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଆଉ ଉଚ୍ଚ କୁଶଳୀ ସେମାନଙ୍କର ଯୋଉ ୱେଜେସ୍ ବଢା ହେଇଛି, ଡେଲି ୱେଜେସ୍, ସେଇଟା ମାନେ ସାର୍ କାହା ମାନଙ୍କ ପାଇଁ, ମାନେ କୋଉ କୋଉ ଜାଗାରେ ସେଟା ଲାଗୁ ହବ? ମାନେ ଆମର ଡେଲି ୱେଜେସ୍ ପାଉଥିବେ, ଆଜି ସକାଳ 10ଟାରେ କାମ କରି ସନ୍ଧ୍ୟା 6ଟା ପଇସା ନେଉଥିବେ ଯୋଉ। ମାନେ ସାର୍ ଗୋଟେ ଧର ଇଣ୍ଡଷ୍ଟ୍ରି ଅଛି, ଗୋଟେ କାରଖାନା ଅଛି, ଷ୍ଟିଲ୍ କାରଖାନା, ସେ ପିଲାମାନେ ସବୁ କାମ କରୁଛନ୍ତି, ତ ତାଙ୍କର ବି ସ୍କିଲ୍, ଅନସ୍କିଲ୍, ସେମି ସ୍କିଲ୍, ହାଇ ସ୍କିଲ୍ ଅଛନ୍ତି, ତ ସେମାନେ ଏଇଟା ପାଇପାରିବେ କି ନାହିଁ? ହଁ, ସେମାନେ ପାଇପାରିବେ। ସେମାନେ ପାଇପାରିବେ ସବୁ ସ୍କିଲ୍, ଅନସ୍କିଲ୍, ୱେଜେସ୍ ଯୋଉ ରିଭାଇଜ ହେଇଛି, ତାଙ୍କର ଯୋଉ କାଟାଗୋରୀ ଥିବ ନା, ତାଙ୍କୁ ଯେତେବେଳେ ସେମାନେ ରହିଥିବେ ତାଙ୍କୁ କୁହାଯାଇଥିବ କୋଉ କାଟାଗୋରୀ ଯାଉଛ ବୋଲି। ହଁ, ସେଇଟା ତ ସାର୍ ଅଛି କାଟାଗୋରୀ, କିନ୍ତୁ କୋଉମାନଙ୍କୁ ସାର୍ ମିଳିବ? ମାନେ ସମସ୍ତଙ୍କୁ, ଯୋଉମାନେ କାରଖାନାରେ କାମ କରୁଛନ୍ତି, ଯୋଉମାନେ ବାହାରେ ଗଭର୍ଣ୍ଣମେଣ୍ଟ ସେକ୍ଟରରେ କିଛି ଜାଗାରେ ଅନସ୍କିଲ୍ ସ୍କିଲ୍ ଲେବର କାମ କରୁଛନ୍ତି, ଯୋଉମାନେ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଯୋଉମାନେ ତାଙ୍କର ଆପଏଣ୍ଟମେଣ୍ଟରେ ଲେଖା ହେଇଥିବ ସେମାନେ ଯୋଉ ରେମୁନେସନ ଦରମା ପାଉଛନ୍ତି କି ଡେଲି ୱେଜେସ୍ ଦରମା ପାଉଛନ୍ତି, ସେଇଟା ଦେଖିକି ତାଙ୍କର କରାଯିବ, ବୁଝିଲେ କି? ରେମୁନେସନ ମାନେ ଟୋଟାଲି ଦରମା ମାସ ଏଣ୍ଡରେ ପାଉଥିବେ, ବୁଝିଲେ କି? ସେଇଟାରେ ଲାଗୁ ହବନି। ଆଉ ଯଦି ତାଙ୍କର ମେନସନ ହେଇଥିବ ଯେ ସେମାନେ ଡେଲି ୱେଜେସ୍ ଦରମା ଦିଆ ହଉଛି, ତ ତାଙ୍କୁ ଲାଗୁ ହବ। ତାଙ୍କ ଆପଏଣ୍ଟମେଣ୍ଟରେ ଅର୍ଡର ଲେଖା ହେଇଥିବ, ଯୋଉମାନେ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ସବୁ ଆଉଟସୋର୍ସିଂ କି ଯୋଉମାନେ ଥାର୍ଡ ପାର୍ଟି ଅର୍ଡର ଅଛନ୍ତି, ବୁଝିଲେ କି? ସାର୍ ଏମାନଙ୍କର ତାଙ୍କର ଯେତେବେଳେ ସେମାନେ ଆପଏଣ୍ଟମେଣ୍ଟ ପାଇଥିବେ, ଆପଏଣ୍ଟମେଣ୍ଟ ଲେଟର ଲେଖା ହେଇଥିବ ଯୋଉ ସାଲାରୀଟା କୋଉ ବେସିସରେ ତାଙ୍କୁ ଦିଆଯାଇଥିବ, ସେଇଟା ଲେଖା ହେଇଥିବ ରେମୁନେସନ ଅନୁସାରେ। ରେମୁନେସନ ହଉଛି ମାସକ ପରେ ଯୋଉ ଦରମା ଗୋଟେ ପାଆନ୍ତି, ବୁଝିଲେ କି? 30 ଦିନ ଦରମା ଲାଷ୍ଟକୁ ପାଇବେ, ହେଲା କି? ରେମୁନେସନ ଅନୁସାରେ ଯାଉଛି, ସେଇଥିରେ ଏଇଟା ଲାଗୁ ହଉନି, ବୁଝିଲେ କି? ଯଦି ମେନସନ ହେଇଥିବ ଯେ ଡେଲି ୱେଜେସ୍ ରେ, କିନ୍ତୁ ମାସ ପରେ ପାଉଥିବେ, କିନ୍ତୁ ମେନସନ ହେଇଥିବ ଡେଲି ୱେଜେସ୍, ହେଲା କି? ହଁ, ତାହେଲେ ସେମାନେ ଏଇ ଭିତରେ ଅନ୍ତର୍ଭୁକ୍ତ ହେବେ। ଆଚ୍ଛା, ଆଉ ସାର୍ ଆଙ୍କର କିଛି କାଟାଗୋରୀ ଅଛି କି? ମାନେ ଯେମିତି କାରଖାନା ମାନଙ୍କରେ ଯୋଉମାନେ ରହିଲେ, ସେମାନେ କଣ ଏଇ ମିନିମମ୍ ୱେଜେସ୍ ପାଇବେ? ନା ମନେ କରାଯାଉ ଗୋଟେ ପିଲା ସ୍କିଲ୍ ରେ ଅଛି, କିନ୍ତୁ ସେ 5-6 ବର୍ଷ 7 ବର୍ଷ ହେଲା ସ୍କିଲ୍ ରେ ରହିଲାଣି, ତ ସେ 552 ଟଙ୍କା ଏବେ ପାଉଛି। ମାନେ ସେ 6 ବର୍ଷ ହେଲା ରହିଲାଣି, ସେ ମିନିମମ୍ ୱେଜେସ୍ ଟା ଏବେ ପାଉଛି। ସେଟା ତାଙ୍କର କାରଖାନାରେ ବି ତାଙ୍କର ଇଏ ହେଇଥିବ ନା, ମାନେ ସେ କୋଉ ବେସିସ୍ ରେ ଦରମାଟା ତାଙ୍କର ଫିକ୍ସ କରାହେଇଥିବ, ବୁଝିଲେ କି? ଆପଣ ଯୋଉମାନେ ଅଛି ତାଙ୍କୁ କୁହନ୍ତୁ, ସେମାନେ ସେଇଟାକୁ ଜାଣନ୍ତୁ, ବୁଝିଲେ କି? ଫିକ୍ସ କରାହେଇଛି ଡେଲି ୱେଜେସ୍ ରେ ସାର୍ ସେମାନେ ଅଛନ୍ତି, କାରଣ ତାଙ୍କ ଯୋଉ ସାଲାରୀ ସ୍ଲିପ୍ ଆସୁଛି, ସେ ସାଲାରୀ ସ୍ଲିପ୍ ରେ ଲେଖା ଆସୁଛି କି ଡେ ୱାଇଜ୍ ୱେଜେସ୍ ଏତିକି 552 ଟଙ୍କା। ତାହେଲେ ଠିକ ଅଛି, ସେମାନେ ଏଇଥିରେ ଯାଉଛନ୍ତି। ହଁ, ଡେଲି ୱେଜେସ୍। କିନ୍ତୁ ମୋ କହିବା କଥା, ସେ ପିଲାଟା 7 ବର୍ଷ 8 ବର୍ଷ ହେଇଗଲା ସେ ସେଇ କାରଖାନାରେ ଗୋଟେ ଜାଗାରେ କାମ କରୁଛି, କିନ୍ତୁ ତାର ସିଏ ଏବେ ବି 552 ଟଙ୍କା ପାଉଛି, 554 ଟଙ୍କା। ଆପଣଙ୍କ ମିନିମମ୍ ବଜେଟ୍ 552, କିନ୍ତୁ ସିଏ ପାଉଛି 554। ତ ସେଇଟା ସିଏ ଯେହେତୁ 7 ବର୍ଷ କାମ କଲାଣି ଗୋଟେ ପିଲା ସ୍କିଲ୍ ରେ, ସେ ତାର ତ ସେଇ ଅନୁସାରେ ଇନକ୍ରିମେଣ୍ଟ ହବା କଥା, କିନ୍ତୁ ସେ ତ ଡିପେଣ୍ଡ କରେ କାରଖାନା ଉପରେ ନା, ବୁଝିଲେ କି? ସିଏ ଯଦି ଚାହିଁବେ ଭିତରେ କରିପାରିବେ, ବୁଝିଲେ କି? ଇନକ୍ରିମେଣ୍ଟ ପାଇଁ ସେଇଟା ଗଭର୍ଣ୍ଣମେଣ୍ଟ କିଛି ବାହାର କରିନି। ତମର ଜବ୍ ପ୍ରୋଫାଇଲ ଇନକ୍ରିମେଣ୍ଟ ଓନ୍ଲି ସେ ଡେଲି ୱେଜେସ୍ ସେ ବଢେଇଛି। ତମେ 7 ବର୍ଷ କର କି 10 ବର୍ଷ କର, ସେଥିରେ କିଛି ନାହିଁ। ତମର ଯଦି ଡେଲି ୱେଜେସ୍ କମ୍ ଥିଲା, ସେଟା ଅଧିକ କରାଯାଇଛି, କିନ୍ତୁ ତମ ପୋଷ୍ଟଟା ଇନକ୍ରିମେଣ୍ଟ ପାଇଁ ଗଭର୍ଣ୍ଣମେଣ୍ଟ କିଛି ବାହାର କରିନି, ବୁଝିଲେ କି? ପୋଷ୍ଟ କଥା ସାର୍ ମୁଁ କହୁନି, ଯୋଉ ପିଲାଟା ପୋଷ୍ଟ ତ ଛାଡନ୍ତୁ, ଯୋଉ ପିଲାଟା ଏବେ 554 ଟଙ୍କା ପାଉଛି, ଆପଣଙ୍କର ମିନିମମ୍ ୱେଜେସ୍ ହେଲା 552, କିନ୍ତୁ ସେ ପାଉଛି 554, ମାତ୍ର 2 ଟଙ୍କା ଅଧିକ ପାଉଛି। କିନ୍ତୁ ସେ 7 ବର୍ଷ ହେଲା ଗୋଟେ ଜାଗାରେ କାମ କଲାଣି, ତ ସେଇ ଅନୁସାରେ ତାର ବଢିବା କଥା ନା। ମାନେ ସେମିତି ବଢି ପାରିବନି ସେମିତି। ଆପଣ ଯଦି ମିନିମମ୍ ୱେଜେସ୍ ଟା 552 କଲେ, ସେଇଟା ଲାଗୁ ହବ କୋଉମାନଙ୍କ କ୍ଷେତ୍ରରେ? ଯୋଉମାନେ ସ୍କିଲ୍ ରେ ପଶିଲେ, ନୂଆ ପଶିଲେ, ଫ୍ରେଶ୍ ସ୍କିଲ୍। ସେଇଟା କମ୍ପାନୀ ଉପରେ ଡିପେଣ୍ଡ କରେ, ବୁଝିଲେ କି? ସେଇଟା କମ୍ପାନୀ ଯଦି ଚାହିଁବ, ତମେ ଯଦି ଲେଖିକି ଦବ କମ୍ପାନୀ କି, ତମ ଇମ୍ପ୍ରେସନ ଭଲ ଥିବ, ତମେ ଯଦି ଲେଖିକି ଦବ ଯେ ଆମ ୱାର୍କର ଏତିକି, ଆମେ ଏତେ ବର୍ଷ ରହିଲାଣି, ଯଦି କମ୍ପାନୀ ଚାହିଁଲା ତମର ବଢେଇ ପାରିବ, ସେଥିରେ କିଛି ପ୍ରୋବ୍ଲେମ ନାହିଁ, ବୁଝିଲେ କି? ତାର ସାର୍ କିଛି ଆଇନ ନାହିଁ, ମାନେ ଆଇନଗତ ସେଥିପାଇଁ ଗଭର୍ଣ୍ଣମେଣ୍ଟର କିଛି ରୁଲ ବାହାରିନି ନା। ମାନେ ଆପଣ ମିନିମମ୍ ୱେଜେସ୍ ସେତିକି, ତାପରେ ସେଇଟା କମ୍ପାନୀ ଉପରେ ଡିପେଣ୍ଡ କରେ। ହଁ, କମ୍ପାନୀ ଡିପେଣ୍ଡ କରେ, ସେ କେତେ କଣ ତାଙ୍କୁ ପିଲାଙ୍କୁ କେତେ ବଢିକି ଦବ କି, ସେଟା କମ୍ପାନୀ ଉପରେ ଡିପେଣ୍ଡ କରେ, ବୁଝିଲେ କି?